ଏହି ଶୀତ ଦିନ ଥଣ୍ଡା ଥଣ୍ଡା ପାଗରେ ଯଦି ଗରମ ଗରମ ମଞ୍ଚୁରିଆନ୍ ମିଳିଯିବ ତାହେଲେ ଆଉ କ'ଣ ଦରକାର। ଆପଣମାନେ ପ୍ରାୟତଃ ଏହାକୁ ସନ୍ଧ୍ୟାବେଳେ ଟାଇମ୍ରେ ରୋଡ଼ ସାଇଡ଼୍ରେ ହେଉ କିମ୍ବା କେଉଁଠି ଫୁଡ଼ ଷ୍ଟଲ୍ ମାନଙ୍କରେ ହେଉ କିମ୍ବା ରେଷ୍ଟୁରାଣ୍ଟରେ ହିଁ ଖାଇଥିବେ। ତ ମୁଁ ରୋଡ଼ ଷ୍ଟାଇଲ୍ର ସେମ୍ ଟେଷ୍ଟ ନେଇକି ଆସିଛି ଆପଣମାନଙ୍କ ପାଇଁ ଭେଜ୍ ମଞ୍ଚୁରିଆନ୍ ବା କୋବି ମଞ୍ଚୁରିଆନ୍। ତ ଆପଣ ଏହାକୁ ଘରେ ନିହାତି ଟ୍ରାଏ କରନ୍ତୁ। ବହୁତ ସହଜରେ ଆପଣ ଏହାକୁ ଘରେ ବନେଇ ପାରିବେ ମାତ୍ର କିଛି ସାମଗ୍ରୀରେ। ତ ଚାଲନ୍ତୁ ଏହାକୁ ଷ୍ଟାର୍ଟ କରିନେବା। ଭେଜ୍ ମଞ୍ଚୁରିଆନ୍ ବନେଇବା ପାଇଁ ପ୍ରଥମତଃ ମେନ୍ ଜିନିଷ ଏଠି ଦରକାର ଗୋଟେ ବନ୍ଧାକୋବି। ଏଠି ବନ୍ଧାକୋବି ମୁଁ ଗୋଟେ ନେଇଛି, ତାକୁ ଏଇନା କାଟି ନେବି। ବାସ୍ ମୋର ଏଇ ଫାଳେ କୋବିରେ ହିଁ ହେଇଯିବ ମଞ୍ଚୁରିଆନ୍। ତ ଆଉ ଫାଳକ ରେଷ୍ଟ ମୁଁ ରଖିଦେବି। ତ ଏଇ ଫାଳକୁ ମୁଁ ପିସ୍ ପିସ୍ କରିକି ଛୋଟ ପିସ୍ ସବୁ କରିନେବି। ତାପରେ ଗୋଟେ ଚପରରେ ତାକୁ ଚପ୍ କରିନେବି, ପୁରା ଫାଇନଲି ଚପ୍ ହେଇକି ବାହାରିଯିବ। ଆପଣ ଏହି ଚପର ସାହାଯ୍ୟରେ ବହୁତ କମ୍ ସମୟରେ ଆଉ ଇଜିଲି ଯେକୌଣସି ପରିବାକୁ ଚପ୍ କରିପାରିବେ। ପୁରା ଫାଇନଲି ଚପ୍ ହେଇକି ହିଁ ଆସିବ। ତ ଦେଖନ୍ତୁ କେତେ ଇଜିଲି ଏହାକୁ ମୁଁ ଚପ୍ କରୁଛି। ତ ଏଠି ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି କେତେ ଫାଇନଲି ଚପ୍ ହେଇକି ବାହାରିଛି। ଏହାକୁ ଗୋଟେ ପ୍ଲେଟ୍କୁ ବି ମୁଁ କାଢ଼ି ନେଉଛି। ଦେଖନ୍ତୁ କେତେ ଫାଇନଲି ଚପ୍ ହେଇଛି। ଆମକୁ ଏମିତିଆ ହିଁ କୋବି ଦରକାର ପୁରା ଚପ୍ ହେଇକି, କାରଣ ମଞ୍ଚୁରିଆନ୍ ପାଇଁ ଯେତେ ପତଳା ଆପଣ କାଟିକି ପାରିବେ। ତ ଏବେ ଏହାକୁ ଗୋଟେ ବାଉଲରେ ମୁଁ ଟ୍ରାନ୍ସଫର୍ କରି ନେଉଛି। ଏଠି ସବୁ କୋବିକୁ ମୁଁ ଗୋଟେ ବାଉଲରେ ରଖି ନେଇଛି। ତାପରେ ଏଥିରେ କିଛି ଲୁଣ ଦେଇଦେବି। ଲୁଣ ଦେଇକି ତାକୁ ଭଲ ଭାବରେ ଗୋଳେଇ ନେବି। ୟାକୁ 10 ମିନିଟ୍ ପାଇଁ ଆମେ କଭର୍ କରିକି ଛାଡ଼ିଦେବା, ଯାହାଦ୍ୱାରା କି କ'ଣ ହେବ ନା ଏଥିରେ ଯେଉଁ ଲୁଣ ପକାଇଛେ କୋବିରେ ଯାହା ବି ପାଣି ଅଂଶ ଥିବ ସେରା ସବୁ ବାହାରିଯିବ। ଆପଣଙ୍କୁ ମୁଁ ଦେଖେଇବି 10 ମିନିଟ୍ ପରେ। 10 ମିନିଟ୍ ପରେ ଦେଖନ୍ତୁ ଆଉ ଥରେ ମୁଁ କୋବି ଗୁଡ଼ିକୁ ଭଲସେ ହାତରେ ଗୋଳେଇ ନେଇଛି। ତାପରେ ଅଳ୍ପ କିଛି କିଛି ହାତରେ ମୁଠା କରିକି ଚିପୁଡ଼ିବି, ଯେତେ ପାରିବେ ଆପଣ ଚିପୁଡ଼ିକି ତା ଦେହରୁ ପାଣି ବାହାର କରିବେ। ତ ଦେଖନ୍ତୁ କେତେ ପାଣି ତା ଭିତରୁ ବାହାରୁଛି। ଲାଷ୍ଟକୁ ବି ମୁଁ ଦେଖେଇବି କେତେ ପାଣି, ଏତିକି କୋବି ଭିତରୁ କେତେ ପାଣି ବାହାରୁଛି। ତ ଏଇଭଳି ଆପଣ ସବୁ କୋବିରୁ ଭଲସେ ପାଣି ଏମିତି ଚିପୁଡ଼ିକି ବାହାର କରିନେବେ। ଏଠି ଆପଣମାନେ ଦେଖିପାରୁଥିବେ କେତେ ଏଥିରୁ ପାଣି ବାହାରିଲା। ତ କୋବି ମଞ୍ଚୁରିଆନ୍ ବନେଇଲା ବେଳେ ସବୁବେଳେ ଟ୍ରାଏ କରିବେ କି କୋବିରେ ଟିକେ ଲୁଣ ପକାଇ କିଛି ସମୟ ପାଇଁ ତାକୁ ଛାଡ଼ିଦେବେ। ତାପରେ ଭଲସେ ୟା ଦେହରୁ ପାଣି ବାହାର କରିଦେବେ, ନାହିଁ ତ ଯେତେବେଳେ ଆମେ ଛାଣିବା ସବୁ କୋବି ତେଲରେ ସବୁ ଫିଟିଯିବ। ତ ଏବେ ସବୁ କୋବିକୁ ମୁଁ ଚିପୁଡ଼ିକି ଗୋଟେ ବାଉଲରେ ରଖି ନେଇଛି। ତାପରେ ଏଥିରେ କିଛି କଟା ପିଆଜ ଦେଇଦେବା। ତା ସହିତ କିଛି ଆମେ ସ୍ପ୍ରିଙ୍ଗ ଅନିଅନ୍ ଦେଇଦେବା। ଆପଣଙ୍କ ପାଖରେ ସ୍ପ୍ରିଙ୍ଗ ଅନିଅନ୍ ଥିଲେ ଦେବେ, ନାହିଁ ତ ସ୍କିପ୍ କରିଦେବେ। ଏବେ ଏଥିରେ ଗୋଟେ ଚାମଚ ଅଦା ରସୁଣର ପେଷ୍ଟ ଦେଇଦେବା। ତା ସାଙ୍ଗକୁ ଗୋଟେ ଚାମଚ ହଳଦୀ ଗୁଣ୍ଡ, ଗୋଟେ ଚାମଚ ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଦେବେ। ଲୁଣ ଆଗରୁ ବି ଆପଣ ପକାଇଛନ୍ତି ତ ଧ୍ୟାନ ରଖିକି ଲୁଣ ଦେବେ। ହାଫ୍ ଚାମଚ ସେଥିରେ ଦେଇଦେବା ସୋୟା ସସ୍। ଆଉ ଏଥିରେ 2 ଚାମଚ କର୍ଣ୍ଣଫ୍ଲୋର ପାଉଡ଼ର, 2 ଚାମଚ ମଇଦା। ଆପଣ ଆଉ ଟିକେ କ୍ରିସ୍ପି ବନେଇବା ପାଇଁ ଚାଉଳ ଗୁଣ୍ଡକୁ ବି ଏଥିରେ ଦେଇପାରିବେ। ତ ଏବେ ସବୁ ଜିନିଷକୁ ଦେଇସାରିବା ପରେ କୋବିକୁ ସବୁ ଜିନିଷ ସହିତ ଭଲ ଭାବରେ ମୁଁ ମିକ୍ସ କରିନେବି। ତ ଏଠି ଦେଖନ୍ତୁ ଆମର ସବୁ ଭଲ ଭାବରେ ଗୋଳେଇ ହେଇଯାଇଛି। ଏବେ ତାକୁ ଆମେ ବଲ୍ ସେପ୍ର ସେପ୍ ଦେବା। ତ ହାତରେ ଟିକେ ତେଲ କିମ୍ବା ପାଣି ମାରିକି ଏମିତି ଅଳ୍ପ ଅଳ୍ପ ହାତରେ ନେଇକି ବଲ୍ ସେପ୍ ବନେଇ ନେବେ। ଏଠି ମୁଁ ଆପଣଙ୍କୁ ଯେଉଁଭଳି ଦେଖାଉଛି ବାସ୍ ସେଇଭଳି ହିଁ ସେପ୍ ଦେବେ। ତ ଆଉ ଗୋଟେ ବି ଏଠି ମୁଁ ଆପଣଙ୍କୁ କରିକି ଦେଖାଉଛି। ତ ଏଠି ମୋର ସବୁ ବଲ୍ସ ମୁଁ ବନେଇ ନେଇଛି। ଏବେ ୟାକୁ ଫ୍ରାଏ କରିବା, ସେଥିପାଇଁ ମୁଁ ତେଲକୁ ଗରମ କରି ନେଇଛି। ତେଲକୁ ଗରମ କରିଲା ପରେ ଆମେ ଛାଣିଲା ବେଳକୁ ତେଲକୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ହିଁ ଛାଣିବା। ତ ଏବେ ସବୁ ବଲ୍ସ ଗୁଡ଼ିକୁ ମୁଁ ଏଥିରେ ଦେଇଦେବି। ଆଉ ଗୋଲ୍ଡେନ୍ କଲର୍ ହେବା ଯାଏ ମୁଁ ୟାକୁ ଫ୍ରାଏ କରିବି। ସବୁବେଳେ ମନେ ରଖିଥିବେ ଯେତେବେଳେ ବି ଆମେ ମଞ୍ଚୁରିଆନ୍କୁ ଫ୍ରାଏ କରିବା ତ ଫ୍ଲେମ୍ ଆମର ମିଡ଼ିୟମ୍ରେ ହିଁ ରଖିବା, ହାଇ ଜମାରେ ବି କରିବାନି। ହାଇ କରିବା ଦ୍ୱାରା କ'ଣ ହେବ ନା ଉପର ଆମର ଭଲସେ ଫ୍ରାଏ ହେଇଯିବ କିନ୍ତୁ ଭିତର ପୁରା କଞ୍ଚା ରହିଥିବ, ଆଉ ଜମାରେ ବି ଭଲ ଲାଗିବନି ଖାଇବା ପାଇଁ। ଏଠି ଦେଖନ୍ତୁ ମଞ୍ଚୁରିଆନ୍ ଆମର ଗୋଟେ ସାଇଡ଼୍ ବ୍ରାଉନ୍ ହେଇ ଆସିଲାଣି। ଏବେ ତାକୁ ଆମେ ଆର ପଟକୁ ଲେଉଟେଇ ଦେବା ଆଉ କିଛି ସମୟ ଫ୍ରାଏ ହେବା ପାଇଁ, ଯେ ପର୍ଯ୍ୟନ୍ତ 2 ପଟ ଯାକ ବ୍ରାଉନ୍ ନ ହେଇଛି। ତ ଏଠି ଦେଖନ୍ତୁ ମୋର 2 ପଟ ଯାକ ବ୍ରାଉନ୍ ହେଇ ଆସିଲାଣି। ଏବେ ୟାକୁ ଆଉ ମୁଁ ବେଶୀ ସମୟ ଫ୍ରାଏ କରିବିନି। ୟାକୁ ଏବେ ଛାଣିକି ଗୋଟେ ପ୍ଲେଟ୍କୁ କାଢ଼ି ନେବି। ଏବେ ଆମେ ମଞ୍ଚୁରିଆନ୍ ପାଇଁ ଗୋଟେ ଗ୍ରେଭି ବନେଇବା। ସେଥିପାଇଁ ଗୋଟେ ବାଉଲରେ 2 ଚାମଚ ଦେଇଦେଇଛି ଟମାଟୋ କିଚପ୍। ତା ସହିତ ଗୋଟେ ଚାମଚ ଦେଇଦେଇଛି ରେଡ଼୍ ଚିଲି ସସ୍, ଗୋଟେ ଚାମଚ ଦେଇଦେଇଛି ସୋୟା ସସ୍, ତା ସହିତ ଗୋଟେ ଚାମଚ ଦେଇଦେଇଛି ଭିନେଗାର। ସବୁକୁ ଦେଇ ସାରିଲା ପରେ ସେଥିରେ ଟିକେ ପାଣି ଦେଇକି ଭଲ ଭାବରେ ତାକୁ ମିକ୍ସ କରିନେବା ଆଉ ତାର ଗୋଟେ ମିକ୍ସଚର ବନେଇ ନେବା। ଏବେ ଆମର ମିକ୍ସଚର ରେଡ଼ି ହେଇଯାଇଛି। ୟାକୁ ସାଇଡ଼ରେ ରଖିବା। ଯିବା ନେକ୍ସଟ ଷ୍ଟେପ୍କୁ। ଗ୍ୟାସ୍ ଉପରେ ଗୋଟେ କଡ଼େଇ ଗରମ କରି ନେଇଛି। କଡ଼େଇ ଗରମ ହେବା ପରେ ସେଥିରେ 2 ଚାମଚ ରିଫାଇନ୍ ଅଏଲ୍ ଦେଇଦେବି। ତେଲ ଟିକେ ଗରମ ହେବା ପରେ ସେଥିରେ କିଛି କଟା ରସୁଣ, କିଛି କଟା ଅଦା ଆଉ କଞ୍ଚା ଲଙ୍କାକୁ ଦେଇଦେବା। କଞ୍ଚା ଲଙ୍କା ଆପଣ ଏଠି ସ୍କିପ୍ ବି କରିପାରିବେ।
तापर से टिके फ्राए होला परे आमे एथिरे किछि स्प्रिंग ओनियन को देकी फ्राए करि नबा। तापर एथिरे किछि कटा पियाज को देई दबा। क्यूब साइज रो एठी काटिके मु नेइछि देखंतु पियाज को। ता सहित किछि क्यूब साइज रो कटा कैप्सिकम को भी दे देइछि। सब को देई साला परे आमे हाई फ्लेम रे रखिकी याको किछि समय पई फ्राए करबा, जहा द्वारा कि या देरे जो कंचा स्मेलटा अछि सेटा बाहरी जिवो। याको आमे बेसी समय फ्राए करबा नाही। तापर एथिरे टिके लूण दे देबा स्वाद अनुसार। मने रखिबे मंचूरियन रे भी आमे लूण देइछे, तो सॉस रे भी लूण अछि, तो देखिकी लूण आपण देबे। तापर एथिरे जो मिक्सचरटा बनेकी रखथिले सेटा को दे देबा। देई साला परे भलो भाबरे मिक्स करि नबा। एबे आमे ए मिक्सचर को टिके गाढ़ा करिया पई सेथिरे गोटे चम्मच कॉर्नफ्लोर रे टिके पानी देकी तार गोटे मिक्सचर बनै नबा। आउ ताकू सेथिरे देई दबा। देई देले कोन हबो ना हमर जो मिक्सचरटा हैछि सेटा टिके थिक हबो बा गाढ़ा हे जिवो। एबे ताकू गोळेई नबा। तापर एथिरे आधा ग्लास पाखापाखि पानी देई दबा। पानी देई सारला परे सबको भलो भाबरे गोळेई नबा। आ टिके किछि समय पई याको फुटिबा पई छाड़िबा। टिके फुटी आसला परे तापर आमे जो छाणी के रखिथिले मंचूरियन को ताकू आमे एथिरे देकी भलो भाबरे गोळेई नबा। मंचूरियन को गोळेई सारिबा परे 5 रु 10 सेकेंड ताकू टिके फुटिबा पई छाड़ी दबा। तापरे आमे गैस रो फ्लेम को ऑफ कर दबा। याको एबे मु गोटे प्लेट को सर्व करने छी। देखंतु केते बांफ या भीतर बाहर पूरा गरम गरम अछि। आ एमती गरम गरम थिबा अवस्था रे ही याको खाइबे बहुत ही टेस्टी लागिवो। आउ मजा भी आसी जिवो शीत दिन रे याको खाइया पई ठंडा ठंडा पागरे। तो देखौछि आपन को भीतर केते सॉफ्ट हेछि देखंतु। तो आपण माने याको घरे निहाती ट्राई करंतु। आशा करबी आपण मानको को एही रेसिपी बहुत पसंद आसीबो। टेस्ट पूरा बाजार स्टाइल ही आपण मानको पसंद आस्ते लाइक शेयर करिया को जमरे भी भूलिएनी। चैनल जदि नुआ अछंती तबे चैनल को सब्सक्राइब कर देबे। पुणी देखा हबो आ गोटे नेक्स्ट वीडियो सहित। से पर्यंत रहली बाय।